ଦେଖନ୍ତୁ ପ୍ରଥମ କଥା ହେଉଛି ଯେ ବିଏସ୍କେୱାଇରେ ଯେଉଁ ସୁବିଧା ଥିଲା ଆୟୁଷ୍ମାନରେ ସେ ସୁବିଧା ନାହିଁ। ଆୟୁଷ୍ମାନରେ ଅନେକ ଗୁଡ଼ାଏ ଏକ୍ସକ୍ଲୁଜନ୍ ଅଛି। ସେ ଏକ୍ସକ୍ଲୁଜନ୍ ଗୁଡ଼ାକ ଯେଉଁଟା ବିଏସ୍କେୱାଇରେ ସରକାର ନବୀନ ପଟ୍ଟନାୟକ ସରକାର ତାକୁ ଇନକ୍ଲୁଡ୍ କରିଥିଲେ। ସେଇ ଇନକ୍ଲୁଜନ୍ ଗୁଡ଼ାକ ଯଦି କଟିଯିବ ତାହେଲେ ସେଇଟା ରାଜ୍ୟବାସୀଙ୍କ ପାଇଁ ରାଜ୍ୟର ଗରିବ ଜନତାଙ୍କ ପାଇଁ ସମସ୍ୟା ହେବ। ତେଣୁ ସେଇ ସମସ୍ୟାକୁ ଆଖି ଆଗରେ ରଖିକରି ବିଏସ୍କେୱାଇକୁ ରିପ୍ଲେସ୍ କରିବା ଦରକାର। ଯଦି ମାନେ ଆୟୁଷ୍ମାନ ଯୋଜନା ଯେମିତି ଅଛି ସେମିତି ଯଦି ରାଜ୍ୟ ସରକାର କାର୍ଯ୍ୟକାରୀ କରିବେ ତାହେଲେ ରାଜ୍ୟର ଅନେକ ଗରିବ ଜନତା ସେଥିରୁ ବଞ୍ଚିତ ହେବେ ଏବଂ ସେଇଟା ରାଜ୍ୟ ସରକାରଙ୍କ ପାଇଁ ଗୋଟେ ବଡ଼ ସମସ୍ୟା ହେବ ଫ୍ୟୁଚର। ଏବେ ସାର୍ ଦେଖାଯାଉଛି ନବୀନ ପଟ୍ଟନାୟକ ସେ ଦିଲ୍ଲୀ ଯାଉଛନ୍ତି, ତାଙ୍କ ସହିତ ମଧ୍ୟ ପାଣ୍ଡିଆନ ରହୁଛନ୍ତି, ଦିଲ୍ଲୀ ଯିବା ଯାତାୟାତ କରୁଛନ୍ତି ଅନବରତ ଭାବେ। କ'ଣ ତା କିଛି ଅଲଗା କିଛି ନୂଆ ଫନ୍ଦା ରଖି କିଛି ପ୍ଲାନିଂ ରଖି ଯାଉଛନ୍ତି ସାର୍? ନବୀନ ପଟ୍ଟନାୟକ ତାଙ୍କ ଘର ଦିଲ୍ଲୀ, ତାଙ୍କର ପୁରା ପରିବାର ଦିଲ୍ଲୀରେ ରହନ୍ତି। ଯେତେବେଳେ ସେ ମୁଖ୍ୟମନ୍ତ୍ରୀ ଥିଲେ ଦିଲ୍ଲୀ କମ୍ ଯାଉଥିଲେ, ଏବେ ବିରୋଧୀ ଦଳ ନେତା ଅଛନ୍ତି, କମ୍ ମାନେ ସମୟ ଅଛି ପରିବାର ପାଇଁ ଯାଉଛନ୍ତି। ମୋହନ ମାଝୀ ତ ମାସରେ 4 ଥର କି 5 ଥର ଯାଉଛନ୍ତି ଦିଲ୍ଲୀ। ଆଚ୍ଛା, ମୋହନ ମାଝୀଙ୍କର କିଏ ଅଛି କି ଦିଲ୍ଲୀରେ? ଓଡ଼ିଶା ମୁଖ୍ୟମନ୍ତ୍ରୀ ମାସକୁ 6 ଥର 7 ଥର କାହିଁ ଯାଉଛନ୍ତି ଦିଲ୍ଲୀ, କ'ଣ ପାଇଁ ଯାଉଛନ୍ତି? ସେ ବିଷୟରେ ପ୍ରଶ୍ନ ହେବା କଥା। ନବୀନ ବାବୁଙ୍କର ତ ନିଜ ଘର ସେଠି, ନବୀନ ବାବୁଙ୍କର ପରିବାର ରହନ୍ତି ଦିଲ୍ଲୀରେ। ନବୀନ ବାବୁ ଯେତେବେଳେ 24 ବର୍ଷ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ସେ ସେତେବେଳେ ଦିଲ୍ଲୀ କମ୍ ଯାଉଥିଲେ। ଏବେ ନବୀନ ବାବୁ ତାଙ୍କର ପରିବାର ଲୋକଙ୍କୁ ଦେଖା କରିବା ପାଇଁ ଯାଉଛନ୍ତି ଏବଂ ଦିଲ୍ଲୀରେ ନବୀନ ବାବୁ କାହାକୁ ଦେଖା କରିବେ ସେଟା ତ ରାଜ୍ୟ ସରକାର କେନ୍ଦ୍ର ସରକାର ଜାଣିଯିବେ। ଡବଲ ଇଞ୍ଜିନ୍ ସରକାରକୁ ତ ସାଙ୍ଗେ ସାଙ୍ଗେ ଜଣା ପଡ଼ିଯିବ। ତେଣୁ ୟାକୁ ନେଇକରି ଓଡ଼ିଶା ମିଡ଼ିଆ ଯେ ନବୀନ ବାବୁ କାହିଁ ଯାଉଛନ୍ତି ସେ ପ୍ରଶ୍ନ ନ ପଚାରିକରି ବିରୋଧୀ ମନରେ ଗୋଟେ ଛନକା ପଛେ ନବୀନ କିଛି ନୂଆ ପ୍ଲାନିଂ କରୁଛନ୍ତି କି? ବିରୋଧୀଙ୍କ କାହା ମନରେ କିଛି ଛନକା ପଶିବା ନାହିଁ। ନବୀନ ବାବୁ ଯାଉଛନ୍ତି ବୁଲିକିରି ଆସୁଛନ୍ତି, ସେ ତାକୁ ନେଇକରି ଏତେ ଚିନ୍ତା କରିବାର ବା ତାକୁ ନେଇକରି ଏତେ ଖବର କରିବାର ବିଶେଷ କିଛି ଆବଶ୍ୟକତା ନାହିଁ। ସାର୍ ବିଧାନସଭା ଗୃହରେ କିଛି ଦିନ ହବ ହଟ୍ଟଗୋଳ କରୁଛନ୍ତି କଂଗ୍ରେସ। ଛାତ୍ରୀ ମାନେ ନାରୀ ସୁରକ୍ଷା ନେଇ ନାରୀ ନିର୍ଯାତନା ଯେଉଁ ଶିକାର ହେଉଛନ୍ତି, ବହୁତ ଦିନ ଘଣ୍ଟ ବାଡ଼େଇ ସାହାନାଇ ବଡ଼େଇ ବଇଁଶୀ ବାଡ଼େଇ ଏତେ ସ୍ୱର ଉତ୍ତୋଳନ ସ୍ୱର ଶାଣିତ କଲା ପରେ ବି କିଛି ମାନେ କାହା ଉପରେ କିଛି ଇମ୍ପାକ୍ଟ ପଡୁନି। ଆଜି ତ ଖବର ଆଜି ଯେଉଁ ବରଗଡ଼ରୁ ଯେଉଁ ଖବର ଆସିଛି ଆଜ୍ଞା, ଯେ ନାବାଳିକା ଧର୍ଷଣ କରିକରି ତାକୁ ଫୋପାଡ଼ି ଦେବାର ଯେଉଁ ଖବର ଆସିଛି, ଏ ସମ୍ପର୍କରେ କେବଳ କଂଗ୍ରେସ ନୁହଁ ପୁରା ବିରୋଧୀ ଦଳ ଏବଂ ରାଜ୍ୟବାସୀ ଏ ସମ୍ପର୍କରେ ପ୍ରଶ୍ନ ପଚାରିବା ଦରକାର ଯେ ମହିଳାମାନଙ୍କର ସ୍ଥିତି ଅତ୍ୟନ୍ତ ସାଂଘାତିକ ହେଇ ପଡ଼ୁଛି। ରାଜଧାନୀରେ ଆପଣଙ୍କର ଦିନ ରାତି 10ଟା ସମୟରେ ଯଦି ମହିଳାଟିଏ ରାଜରାସ୍ତାରେ ଠିଆ ହେଉଛି ସେ ବିଭିନ୍ନ ପ୍ରକାରର ଅତ୍ୟାଚାର ଶିକାର ହେଉଛି। ଏ ସମ୍ପର୍କରେ ରାଜ୍ୟ ସରକାରକୁ ପ୍ରଶ୍ନ ପଚାରିବା ଦରକାର। କେବଳ କଂଗ୍ରେସ ନୁହଁ ସମସ୍ତେ ପ୍ରଶ୍ନ ପଚାରିବା ଦରକାର ଏବଂ କଂଗ୍ରେସ ପଚାରୁଛି ଯେଉଁଟାକି ଗୋଟେ ଉଚିତ ପଦକ୍ଷେପ। ଠିକ୍ କେଉଁଝର ମେଡିକାଲ କଲେଜରେ ଚାକିରି କରାଇଦେବା ନାଁରେ 96 ଟଙ୍କାର ଗୋଟେ କଲେକ୍ସନ ହେଇଛି। ସେଇଟା ଯେପର୍ଯ୍ୟନ୍ତ ସମ୍ପର୍କରେ ପୁରା ତଥ୍ୟ ନ ଜାଣିଛି ସେ ସମ୍ପର୍କରେ କହିବାଟା ଠିକ୍ ହେବ। ଆଚ୍ଛା ସାର୍, ପରବର୍ତ୍ତୀ ଲାଗୁଛି ବିଜେଡି ବର୍ତ୍ତମାନ ପାଇଁ ରାଇଜ୍ କରିବ? 29 ବହୁ ଦିନ ଅଛି। 29 ଭିତରେ ସବୁବେଳେ ରାଜନୀତିରେ ଗୋଟେ କଥା କୁହାଯାଏ ଯେ ଚା କପ୍ ଆଉ ଓଠ ଭିତରେ ଲମ୍ବା ଦୂରତା ଥାଏ। ଦେयर ଇଜ୍ ଏ ଗ୍ୟାପ୍ ବିଟୱିନ୍ ଲିଫ୍ ଆଣ୍ଡ ଦ ଟି କପ୍। ତେଣୁ 29 ବେଳକୁ କିଏ ରାଇଜ୍ କରିବ କିଏ ଫଲ୍ କରିବ ଏବେଠୁ କହିବା ସମ୍ଭବ ନୁହଁ। କିନ୍ତୁ ବିଜେଡ଼ିର ବାସ୍ତବତା ହେଉଛି ଯେ ବିଧାନସଭା ନିର୍ବାଚନରେ ବିଜେପି ତୁଳନାରେ ବିଜେଡ଼ିକୁ 1% ଭୋଟ୍ ଅଧିକ ମିଳିଥିଲା। ତାଙ୍କ ପାଖରେ 51ଟି ବିଧାନସଭା ଆସନ ଅଛି ଏବଂ ବିଜେଡ଼ି ଇଜ୍ ଏ ଷ୍ଟ୍ରଙ୍ଗର ରିଜନାଲ ପାର୍ଟି ଯିଏ ଅଛି ଏବେ। ତେଣୁ 2029 ବେଳକୁ କ'ଣ ହେବ ସେ 29 ବେଳକୁ ଦେଖିବା। ଆଚ୍ଛା, ଶେଷ ପ୍ରଶ୍ନ ସାର୍, ଶୁଣାଯାଉଛି ଯେ ପାଣ୍ଡିଆନ ନବୀନ ନିବାସ ଛାଡ଼ି ଆନ୍ତର୍ଜାତିକ କମ୍ପାନୀରେ ଯୋଗ ଦେବେ। ଶୁଣା କଥାକୁ ନେଇକରି କେତେ ଦିନ ଆଉ ଖବର କରିବା? ଓଡ଼ିଶାରେ କିଏ କେଉଁଠି ଚାକିରି କରିବ ଏ କଥାକୁ ନେଇକରି କେତେ ଦିନ ଆଉ ଖବର ଚାଲିବ? ଏବଂ କିଏ କହିଛି ଯେଉଁ ଆନ୍ତର୍ଜାତିକ କମ୍ପାନୀରେ ସେ ଚାକିରି କରିବେ ବୋଲି କହୁଛନ୍ତି ସେ କମ୍ପାନୀ କିଛି କହିଛି? ସେ ସୂଚନା ଦେଇଛି? ବିକେ ପାଣ୍ଡିଆନ କିଛି ସୂଚନା ଦେଇଛନ୍ତି? କେବଳ କେହି ଜଣେ ସୋସିଆଲ ମିଡ଼ିଆରେ ପୋଷ୍ଟିଂ କଲେ ତାକୁ ନେଇକରି ଓଡ଼ିଶାର ମୁଖ୍ୟ ଖବରକାଗଜ ଗୁଡ଼ିକ ତାକୁ ସମ୍ବାଦ ମାନେ ହେଡ଼ଲାଇନ୍ କରୁଛନ୍ତି। ସବୁଠୁ ଦୁର୍ଭାଗ୍ୟଜନକ ହେଉଛି ଯେ ଶୁଣା କଥା ହିଁ ଏଠି ମୁଖ୍ୟ ଖବର ଚାଲିଛି, ଅଥଚ ଯେଉଁଟା ମୁଖ୍ୟ ଖବର ସେ ବିଷୟରେ କେହି କିଛି ଲେଖୁନାହାନ୍ତି।